ନମସ୍କାର ବନ୍ଧୁଗଣ, ଆମେ ଶୁଣୁଛେ ଉପନ୍ୟାସ ଲଜ୍ଜା। ଲେଖିକା ତସଲିମା ନାସରିନ୍, ଅନୁବାଦ ଶ୍ରୀମତୀ ନନ୍ଦିନୀ ଶତପଥୀ। ସବୁବେଳେ ସେ ଈଶ୍ୱରଙ୍କ ଭଳି ଗୋଟିଏ ଉଦାର ଅସ୍ତିତ୍ୱକୁ ଅନୁଭବ କରିଛି ଏବଂ ସୁଧାମୟକୁ ବି ତାହା ହିଁ ଭାବିଛି। ଯେମିତି ଯେକୌଣସି ଦୁର୍ଘଟଣାରେ, ଦାରିଦ୍ର୍ୟରେ ସୁଧାମୟ ହିଁ ତାକୁ ରକ୍ଷା କରିବେ। ତାର କେବେ ମନେ ହେଇନି ମଣିଷଟି ଦିନକୁ ଦିନ ବୁଢ଼ା ହୋଇଛନ୍ତି, ବୟସ ଭାରରେ ନଇଁ ପଡ଼ୁଛନ୍ତି, ଜଗତର ସବୁ କଥାରୁ ଆସ୍ଥା ହରାଉଛନ୍ତି। ତାଙ୍କ ସାଥିରେ ଟିକେ ରହିବା ଦରକାର ଥିଲା, ଉଚିତ ଥିଲା ତାଙ୍କର ବନ୍ଧୁ ହେବା। ସୁରଞ୍ଜନର ଗ୍ଲାନି ହେଉଛି ନିଜ ପ୍ରତି ଗ୍ଲାନି। ମାୟାଟା ବା କ'ଣ? ଏପର୍ଯ୍ୟନ୍ତ ବି ସେ ଖବର ପାଇନି ଯେ ସୁଧାମୟଙ୍କର ଷ୍ଟ୍ରୋକ୍ ହେଇଛି। ଏଇ କ୍ଷଣି ବି କ'ଣ ତା ବାନ୍ଧବୀମାନଙ୍କ ସଙ୍ଗେ ଆଡ୍ଡା ମାରୁଛି, ହସି ଖେଳି ବୁଲୁଛି, ନା ଜାହାଙ୍ଗୀର ସାଙ୍ଗରେ ଡେଟିଂରେ ଯାଇଛି? ସୁରଞ୍ଜନର ଆଶଙ୍କା ମାୟା ବଞ୍ଚିବାର ପ୍ରଚଣ୍ଡ ଲୋଭରେ ଫିରୋଜା ବେଗମ ଜାତୀୟ କିଛି ଗୋଟିଏ ହୋଇଯିବ, ସେଲଫିସ୍। ସୁରଞ୍ଜନ ଘରକୁ ହାଇଦର ଆସିଛି। ସେ କେମିତି ଅଛି ସେ କଥା ଜାଣିବା ପାଇଁ ନୁହଁ, ଖାଲି ଆଡ୍ଡା ମାରିବାକୁ। ହାଇଦର ଆୱାମୀ ଲିଗ୍ର ଲୋକ। ଗୋଟିଏ ସମୟରେ ସୁରଞ୍ଜନ ତା ସାଙ୍ଗରେ ଛୋଟକାଟ ବାଣିଜ୍ୟ କରିବାକୁ ବାହାରିଥିଲା। ଉନ୍ନତିର ସମ୍ଭାବନା ନାହିଁ ଦେଖି ଶେଷ ପର୍ଯ୍ୟନ୍ତ ସେ ପରିକଳ୍ପନାଟି ଛାଡ଼ିଦେଲା। ଟିକିଏ ସମୟ ପାଇଲେ ହାଇଦର ରାଜନୀତି କଥା କହେ। ସୁରଞ୍ଜନ ଆଜିକାଲି ରାଜନୀତି ବିଷୟରେ ମୁହଁ ଖୋଲିବାକୁ ଚାହେଁ ନାହିଁ। ଏରଶାଦ କ'ଣ କରିଥିଲେ, ଖାଲିଦା କ'ଣ କରୁଛନ୍ତି, ଏସବୁ ବିଶ୍ଳେଷଣ କରିବା ଅପେକ୍ଷା ଗୋଟିଏ ଭଲ ବହି ପଢ଼ିବା ତା'ଠାରୁ ଅଧିକ ଭଲ। ତଥାପି ହାଇଦର ବକ୍ ବକ୍ କରେ। ତାର ସବୁଠାରୁ ପ୍ରିୟ ବିଷୟ ରାଜନୀତି। ସେ ବିଷୟ ଛଡ଼ା ଆଉ କୌଣସି ବିଷୟରେ ବୋଧହୁଏ ସେ କଥା କହି ଜାଣେନି। ରାଷ୍ଟ୍ର, ଧର୍ମ, ଇସଲାମ ବିଷୟରେ ସେ ଗୋଟିଏ ଲମ୍ବା ବକ୍ତୃତା ଦେଲା। ସୁରଞ୍ଜନ ତା ଘରେ ବିଛଣାରେ ଅଧାଶୁଆ ହୋଇ ପ୍ରଶ୍ନ କଲା, ଆଚ୍ଛା ହାଇଦର, ତୁମ ରାଷ୍ଟ୍ର ବା ସଂସଦର କ'ଣ ଅଧିକାର ଅଛି ବିଭିନ୍ନ ଧର୍ମର ମଣିଷଙ୍କ ମଧ୍ୟରେ ବିଭେଦ ସୃଷ୍ଟି କରିବାର? ହାଇଦର ଚୌକିରେ ବସି ଟେବୁଲ ଉପରେ ଗୋଡ଼ ରଖି ସୁରଞ୍ଜନର ଲାଲ ମଲାଟର ବହିଗୁଡ଼ାକ ପୃଷ୍ଠା ଓଲଟାଉଥିଲା। ସେ ହୋ ହୋ କରି ହସି କହିଲା, ତୁମର ରାଷ୍ଟ୍ର ମାନେ? ଏ ରାଷ୍ଟ୍ର କ'ଣ ତୁମର ନୁହଁ? ସୁରଞ୍ଜନ ଓଠ ଚିପି ହସିଲା। କହିଲା, ମୁଁ ତୁମକୁ ଯେଉଁ ପ୍ରଶ୍ନ ପଚାରୁଛି ତାର ଜବାବ ମୁଁ ତୁମଠାରୁ ଚାହୁଁଛି। ହାଇଦର ଏଥର ସିଧା ହୋଇ ବସି କହିଲା, ତୁମ ପ୍ରଶ୍ନର ଉତ୍ତର ହେଉଛି ନା। ଅର୍ଥାତ୍ ବିଭିନ୍ନ ଧର୍ମର ମଣିଷଙ୍କ ମଧ୍ୟରେ ବିଭେଦ ସୃଷ୍ଟି କରିବା ରାଷ୍ଟ୍ରର କୌଣସି ଅଧିକାର ନାହିଁ। ସୁରଞ୍ଜନ ସିଗାରେଟରେ ଲମ୍ବା ଟାଣ ମାରି ପୁଣି କହିଲା, ରାଷ୍ଟ୍ର ବା ସଂସଦର କି ଅଧିକାର ଅଛି କୌଣସି ଧର୍ମକୁ ଅନ୍ୟ ଧର୍ମ ଅପେକ୍ଷା ପ୍ରାଧାନ୍ୟ ବା ବିଶେଷ ଆନୁକୂଲ୍ୟ ଦେଖାଇବା ପାଇଁ? ହାଇଦର ସଙ୍ଗେ ସଙ୍ଗେ ଜବାବ ଦେଲା, ନା। ସୁରଞ୍ଜନ ତୃତୀୟ ପ୍ରଶ୍ନ କଲା, ସଂସଦର କି ଅଧିକାର ଅଛି ଗଣପ୍ରଜାତନ୍ତ୍ରୀ ବାଂଲାଦେଶରେ ସମ୍ବିଧାନ ବର୍ଣ୍ଣିତ ଅନ୍ୟତମ ମୂଳନୀତି ଧର୍ମ ନିରପେକ୍ଷତାର ନୀତି ପରିବର୍ତ୍ତନ କରିବା? ହାଇଦର ମନ ଦେଇ କଥାଗୁଡ଼ିକ ଶୁଣିଲା। କହିଲା, ନା, ନିଶ୍ଚୟ ନୁହଁ। ସୁରଞ୍ଜନ ପୁଣି ପ୍ରଶ୍ନ କଲା, ଦେଶର ସାର୍ବଭୌମତ୍ୱ ସବୁ ମଣିଷଙ୍କ ପାଇଁ ସମାନ ଅଧିକାର ଉପରେ ଭିତ୍ତି କରି ପ୍ରତିଷ୍ଠିତ ହୋଇଛି। ସେହି ଭିତ୍ତିଗୁଡ଼ିକ ସମାଜରେ ମୂଳରେ ସମ୍ବିଧାନ ସଂଶୋଧନ ନାମରେ କ'ଣ କୁଠାରଘାତ କରାହେଉନି? ଏଥର ହାଇଦର ସୁରଞ୍ଜନ ଆଡ଼କୁ ଚାହିଁଲା। ସୁରଞ୍ଜନ ଥଟ୍ଟା କରୁଛି ନା ସିରିୟସଲି କଥା କହୁଛି? ସୁରଞ୍ଜନ ତାର ଷଷ୍ଠ ପ୍ରଶ୍ନ କଲା, ଇସଲାମକୁ ରାଷ୍ଟ୍ରୀୟ ଧର୍ମ ବୋଲି ଘୋଷଣା କରିବା ଦ୍ୱାରା ଅନ୍ୟ ଧର୍ମାବଲମ୍ବୀ ଲୋକମାନଙ୍କୁ ରାଷ୍ଟ୍ରୀୟ ଆନୁକୂଲ୍ୟ ବା ସ୍ୱୀକୃତିରୁ ବଞ୍ଚିତ କରାହେଉନାହିଁ କି? ହାଇଦର କପାଳ କୁଞ୍ଚି କହିଲା, ହେଉଛି। ଏସବୁ ପ୍ରଶ୍ନର ଉତ୍ତର ସୁରଞ୍ଜନ ଜାଣେ, ହାଇଦର ବି। ସୁରଞ୍ଜନ ଜାଣିଛି ଯେ ହାଇଦର ଆଉ ସେ ଏଇ ପ୍ରଶ୍ନଗୁଡ଼ାକର ଉତ୍ତରରେ ଏକମତ। ହାଇଦର ଭାବେ ତେବେ ବି ଏଇ ପ୍ରଶ୍ନଗୁଡ଼ିକ
ପଚାରିବାର ମାନେ ସୁରଞ୍ଜନ ହାଇଦରକୁ ଗୋଟେ ବିଶେଷ ସମୟରେ ପ୍ରଶ୍ନ କରି ପରୀକ୍ଷା କରିବାକୁ ଚାହୁଁଛି ଯେ ଭିତରେ ଭିତରେ ହାଇଦର କ'ଣ ଟିକିଏ ସାମ୍ପ୍ରଦାୟିକ କି ନୁହଁ। ତେଣୁ ସେ ଅଷ୍ଟମ ସଂଶୋଧନ ପ୍ରସ୍ତାବର ପ୍ରଶ୍ନ କଲା। ସୁରଞ୍ଜନ ତା ସିଗାରେଟର ଶେଷ ଅଂଶଟିକୁ ଆଷ୍ଟ୍ରେରେ ପକାଇ କହିଲା, ବ୍ରିଟିଶ ଭାରତରେ ଭାରତବର୍ଷଠାରୁ ଅଲଗା କରି ଅଲଗା ଗୋଟିଏ ରାଷ୍ଟ୍ର ସୃଷ୍ଟି କରିବା ଯୋଗୁଁ ଏ ଯେଉଁ ଦୁଇ ଜାତିତତ୍ତ୍ୱର ଜଟିଳ ଆବର୍ତ୍ତ ପ୍ରବର୍ତ୍ତିତ ହେଲା, ସେଥିରେ ପୁଣି ବାଂଲାଦେଶକୁ ଜଡ଼ିତ କରିବାର ଏ ଅପଚେଷ୍ଟା କାହାର ସ୍ୱାର୍ଥରେ ହେଉଛି? ହାଇଦର ଏଥର କିଛି ଉତ୍ତର ନ ଦେଇ ପୁଣି ସିଗାରେଟ ଲଗାଇଲା। ଧୂଆଁ ଛାଡ଼ି କହିଲା, ଜିନ୍ନା ନିଜେ ବି କିନ୍ତୁ ଦୁଇ ଜାତିତତ୍ତ୍ୱକୁ ରାଷ୍ଟ୍ରୀୟ ଫ୍ରେମୱାର୍କ ଭାବରେ ପ୍ରତ୍ୟାଖ୍ୟାନ କରି କହିଥିଲେ, ଆଜିଠାରୁ ମୁସଲମାନ, ହିନ୍ଦୁ, ଖ୍ରୀଷ୍ଟିଆନ, ବୌଦ୍ଧମାନେ ନିଜ ନିଜ ଧର୍ମର ପରିଚୟରେ ପରିଚିତ ହେବେ ନାହିଁ। ସେମାନେ କେବଳ ଜାତି ଧର୍ମ ନିର୍ବିଶେଷରେ ପାକିସ୍ତାନର ନାଗରିକ ଏବଂ କେବଳ ପାକିସ୍ତାନୀ ଭାବରେ ହିଁ ପରିଚିତ ହେବେ। ସୁରଞ୍ଜନ ବସିପଡ଼ି କହିଲା, କ'ଣ କହୁଛ? ପାକିସ୍ତାନ ବୋଧହୁଏ ଭଲ ଥିଲା? ହାଇଦର ଉତ୍ତେଜନାରେ ଠିଆ ହୋଇପଡ଼ିଲା। କହିଲା, ପ୍ରକୃତରେ ପାକିସ୍ତାନ ଆଦୌ ଭଲ ନଥିଲା। ପାକିସ୍ତାନରେ ତୁମେମାନେ କିଛି ଆଶା କରି ପାରିନଥାନ୍ତ। ବାଂଲାଦେଶ ହେବା ପରେ ତୁମେମାନେ ଭାବିଛ ଯେ ଏ ଦେଶରେ ତୁମର ସବୁ ପ୍ରକାର ଅଧିକାର ରହିବ। ଇଏ ହେଉଛି ସେକୁଲାର ରାଷ୍ଟ୍ର। କିନ୍ତୁ ଯେତେବେଳେ ଏ ଦେଶରେ ତୁମର ସ୍ୱପ୍ନ ପୂରଣ ହେଲା ନାହିଁ, ସେତେବେଳେ ହିଁ ତୁମକୁ ବହୁତ ଆଘାତ ଲାଗିଛି। ସୁରଞ୍ଜନ ଜୋରରେ ହସି ଉଠିଲା। ହସି ହସି କହିଲା, ଶେଷ ପର୍ଯ୍ୟନ୍ତ ତୁମେ ବି ବେଶ୍ ତୁମର ଆଶା, ସ୍ୱପ୍ନ ଫପ୍ନ କହିଗଲ। ଏଇ ତୁମେମାନେ କିଏ? ହିନ୍ଦୁମାନେ ତ? ତୁମେ ବି ମୋତେ ହିନ୍ଦୁ ଦଳରେ ପକାଇଦେଲ। ଏତେ ଦିନ ଯାଏ ନାସ୍ତିକବାଦରେ ବିଶ୍ୱାସ କରି ମୋର ଏଇ ଲାଭ ହେଲା। ଏତେବେଳକୁ ଭାରତରେ ମୃତମାନଙ୍କ ସଂଖ୍ୟା 400ରୁ ଅଧିକ ହେଲାଣି। ପୋଲିସ 8 ଜଣ ମୌଳବାଦୀ ନେତାଙ୍କୁ ଗିରଫ କରିଛନ୍ତି। ଏମାନଙ୍କ ମଧ୍ୟରେ ବିଜେପିର ସଭାପତି ମୁରଲୀ ମନୋହର ଯୋଶୀ ଆଉ ଏଲ୍.କେ. ଆଡ଼ବାନୀ ମଧ୍ୟ ଅଛନ୍ତି। ବାବରୀ ମସଜିଦ ଧ୍ୱଂସର ପ୍ରତିବାଦରେ ଭାରତ ସାରା ବନ୍ଦ ପାଳିତ ହେଉଛି। ବମ୍ବେ, ରାଞ୍ଚି, କର୍ଣ୍ଣାଟକ, ମହାରାଷ୍ଟ୍ରରେ ଦଙ୍ଗା ଚାଲିଛି। ମଣିଷ ମରୁଛନ୍ତି। ଏ ଦେଶରେ ସାମ୍ପ୍ରଦାୟିକ ଦଳଟି ମୁହଁରେ କହୁଛନ୍ତି ବାବରୀ ମସଜିଦ ଧ୍ୱଂସ ପାଇଁ ଭାରତ ସରକାର ଦାୟୀ। ଭାରତ ସରକାରଙ୍କର ଏହି ଦୋଷ ପାଇଁ ବାଂଲାଦେଶରେ ହିନ୍ଦୁମାନେ ଦାୟୀ ନୁହନ୍ତି। ବାଂଲାଦେଶର ହିନ୍ଦୁ ଓ ମନ୍ଦିର ବିରୁଦ୍ଧରେ ଆମର କୌଣସି କ୍ଷୋଭ ନାହିଁ। ଇସଲାମୀ ଚେତନାରେ ଉଦ୍ବୁଦ୍ଧ ହୋଇ ଆମକୁ ସାମ୍ପ୍ରଦାୟିକ ସମ୍ପ୍ରତି ରକ୍ଷା କରିବାକୁ ହେବ। ସାମ୍ପ୍ରଦାୟିକ ଦଳରେ ଏହି ବକ୍ତବ୍ୟ ଟେଲିଭିଜନ ଓ ସମ୍ବାଦପତ୍ରରେ ପ୍ରଚାରିତ ହେଉଛି। କିନ୍ତୁ ମୁହଁରେ ଏକଥା କହିଲେ ବି ବାଂଲାଦେଶର ମୌଳବାଦୀ ଦଳ ଦେଶସାରା ହରତାଳ, ଦିନ ପ୍ରତିଦିନ ଜଣାଇବା ନାଁରେ ଯେଉଁ ତାଣ୍ଡବ ଚଳାଇଛନ୍ତି, ଯେଉଁ ସନ୍ତ୍ରାସ, ସେ କଥା ନ ଦେଖିଲେ ବିଶ୍ୱାସ କରିହେବ ନାହିଁ। ବାବରୀ ମସଜିଦ ଧ୍ୱଂସର ପ୍ରତିବାଦ ଆଳରେ ଏକସ୍ତରୀର ଘାତକମାନେ ନିର୍ମୂଳ କମିଟିର ଅଫିସ ଓ କମ୍ୟୁନିଷ୍ଟ ପାର୍ଟିର ଅଫିସରେ ହମଲା କରିଛନ୍ତି ଏବଂ ଭାଙ୍ଗିରୁଜି ଦେଇଛନ୍ତି। ନିଆଁ ବି ଲଗାଇ ଦେଇଛନ୍ତି। କାହିଁକି? ଜମାୟତେ ଇସଲାମୀର ଗୋଟିଏ ପ୍ରତିନିଧି ଦଳ ବିଜେପି ନେତାମାନଙ୍କ ସଙ୍ଗେ ଦେଖା କରିଛନ୍ତି। ସେମାନଙ୍କର କ'ଣ କଥା ହେଇଛି, ଆଲୋଚନା ହେଇଛି, ଷଡ଼ଯନ୍ତ୍ର ହେଇଛି? ସୁରଞ୍ଜନ ତାହା ଅନୁମାନ କରିପାରୁଛି। ସାରା ଉପମହାଦେଶରେ ଧର୍ମ ନାମରେ ଯେଉଁ ଦଙ୍ଗା ଆରମ୍ଭ ହୋଇଛି, ସଂଖ୍ୟାଲଘୁମାନଙ୍କ ଉପରେ ଯେଉଁ ନୃଶଂସ ନିର୍ଯାତନା, ସୁରଞ୍ଜନ ନିଜେ ସଂଖ୍ୟାଲଘୁ ହୋଇ ସେହି ନୃଶଂସତାର ଭୟାବହତା ବୁଝିପାରୁଛି। ବର୍ଷନିଆ ହାର୍ଜେଗୋଭିନାର ଘଟଣା ପାଇଁ ଯେମିତି ବାଂଲାଦେଶର କୌଣସି ଖ୍ରୀଷ୍ଟିଆନ ନାଗରିକ ଦାୟୀ ନୁହନ୍ତି, ଭାରତରେ କୌଣସି ଦୁର୍ଘଟଣା ପାଇଁ ବାଂଲାଦେଶର ହିନ୍ଦୁ ନାଗରିକମାନେ ମଧ୍ୟ ଦାୟୀ ନୁହନ୍ତି। ଏକଥା ସୁରଞ୍ଜନ କାହାକୁ ବୁଝାଇବ? ଆଜି ସାମ୍ପ୍ରଦାୟିକ ଫାସିଷ୍ଟ ଶକ୍ତିଙ୍କ ବିରୁଦ୍ଧରେ ମାନବବନ୍ଧନ ହେଉଛି। ହାଇଦର କହିଲା, ଚାଲ ଚାଲ ମାନବବନ୍ଧନକୁ ଯିବା। ବିଶ୍ୱ ମାନବତାର ଐକ୍ୟରେ ପ୍ରତୀକତାରେ ଜାତୀୟ ସମନ୍ୱୟ କମିଟିର ଡାକରେ ସାରା ଦେଶରେ ମାନବବନ୍ଧନ ଚାଲିଛି। ମୁକ୍ତିଯୁଦ୍ଧର ଚେତନାକୁ ବାସ୍ତବାୟନ ଏବଂ ସାର୍ବଭୌମତ୍ୱ ସଂରକ୍ଷଣ ପାଇଁ
ଜାତୀୟ ଐକ୍ୟ ଓ ଏକସ୍ତରୀର ଘାତକ ଯୁଦ୍ଧ ଅପରାଧୀଙ୍କ ସହ ସବୁ ସାମ୍ପ୍ରଦାୟିକ ଫାସିଷ୍ଟ ଶକ୍ତିଙ୍କ ବିରୁଦ୍ଧରେ ଏଇ ଡାକରା। ସେଥିରେ ମୋର କ'ଣ ଗଲା? ସୁରଞ୍ଜନ ପଚାରିଲା। ତୁମର ମାନେ? ତମର କିଛି ନାହିଁ? ହାଇଦର ଅବାକ୍ ହୋଇ ପ୍ରଶ୍ନ କଲା। ସୁରଞ୍ଜନ ଶାନ୍ତ ସ୍ଥିର କହିଲା, ନା। ହାଇଦର ଏତେ ବିସ୍ମିତ ହୋଇଗଲା ଯେ ସେ ଠିଆ ହୋଇଥିଲା, ବସି ପଡ଼ିଲା। ପୁଣି ଗୋଟିଏ ସିଗାରେଟ୍ ଲଗାଇଲା। କହିଲା, ଚା କପେ ଦେଇପାରିବ? ସୁରଞ୍ଜନ ବିଛଣାରେ ଲମ୍ବା ହୋଇ ଶୋଇପଡ଼ି କହିଲା, ଘରେ ଚିନି ନାହିଁ। ବାହାଦୁର ଶାହା ପାର୍କଠାରୁ ଜାତୀୟ ସଂସଦ ଭବନ ପର୍ଯ୍ୟନ୍ତ ମାନବ ବନ୍ଧନର ରୁଟ୍। ସକାଳ 11ଟାରୁ ଗୋଟାଏ ପର୍ଯ୍ୟନ୍ତ ଏହି ରୁଟ୍ରେ ଯାନବାହନ ଚଳାଚଳ ବନ୍ଦ ରହିବ। ହାଇଦର ମାନବ ବନ୍ଧନ ସମ୍ବନ୍ଧରେ ଆହୁରି କ'ଣ କହିବାକୁ ଯାଉଥିଲା। ସୁରଞ୍ଜନ ତାକୁ ବାଧା ଦେଇ କହିଲା, କାଲି ଆୱାମୀ ଲିଗ୍ ମିଟିଂରେ ହାସିନା କ'ଣ କହିଲେ? ଶାନ୍ତି ସମାବେଶରେ? ହଁ। କହିଲେ ସାମ୍ପ୍ରଦାୟିକ ସମ୍ପ୍ରତି ବଜାୟ ରଖିବା ପାଇଁ ସବୁ ମହଲାରେ ଧର୍ମ ବର୍ଣ୍ଣ ନିର୍ବିଶେଷରେ ଶାନ୍ତି ବ୍ରିଗେଡ୍ ଗଢ଼ି ତୋଳିବାକୁ ହେବ। ଏହା ଫଳରେ କ'ଣ ହିନ୍ଦୁମାନେ ଅର୍ଥାତ୍ ଆମେମାନେ ରକ୍ଷା ପାଇବୁ, ମାନେ ପ୍ରାଣରେ ବଞ୍ଚିଯିବୁ? ହାଇଦର ଉତ୍ତର ନ ଦେଇ ସୁରଞ୍ଜନ ଆଡ଼େ ଚାହିଁଲା। 2 ଦିନ ହେଲା ସୁରଞ୍ଜନ ସେଭ୍ କରିନି। ମୁଣ୍ଡ ବାଳ ସବୁ ଫୁରଫୁର ହେଇ ଉଡ଼ୁଛି। ହଠାତ୍ ପ୍ରସଙ୍ଗ ବଦଳେଇ ହାଇଦର କହିଲା, ମାୟା କୁଆଡ଼େ ଗଲା? ସେ ଜାହ୍ନମକୁ ଯାଇଛି। ସୁରଞ୍ଜନ ମୁହଁରେ ଜାହ୍ନମ ଶବ୍ଦଟି ଶୁଣି ହାଇଦର ଆଶ୍ଚର୍ଯ୍ୟ ହେଲା। କହିଲା, ଜାହ୍ନମଟା କେମିତି କହିଲ? ତାର ବ୍ୟାଖ୍ୟା ମୁଁ ଜାଣେନି। ଏଇ ପ୍ରଜନ୍ମର ମଣିଷମାନଙ୍କ ଗତି ପ୍ରକୃତି ମୋ ପକ୍ଷରେ ବୁଝିବା ସମ୍ଭବ ନୁହେଁ। ଘରେ କ'ଣ କେହି ନାହାନ୍ତି? ମାଉସୀ ମଉସା କୁଆଡ଼େ? ଅନ୍ୟ କେଉଁଠିକି ପଠାଇ ଦେଇଛ? ବାପାଙ୍କର ଷ୍ଟ୍ରୋକ୍ ହେଇଛି। କ'ଣ କହିଲ? ହାଇଦର ବିସ୍ମୟ ଓ ଉତ୍ତେଜନାରେ ଠିଆ ହୋଇ ପଡ଼ିଲା। ସୁରଞ୍ଜନ କହିଲା, ଅସ୍ଥିର ହୁଅନି। ବାପା 21 ବର୍ଷ ଅଧିକା ବଞ୍ଚିଗଲେ। ତାଙ୍କର ତ 71ରେ ମରିଯିବା କଥା। ସେତେବେଳେ ନ ମରି 21 ବର୍ଷ ପରେ ଷ୍ଟ୍ରୋକ୍ ହେବା ତ ଅନେକ ବେଶୀ ବଞ୍ଚିଗଲେ। 71ରେ କ'ଣ ହେଇଥିଲା? ଭାବିପାରୁଛ, 71ରେ ବାପା ସେନା ଛାଉଣୀରୁ ଫେରି ଆସିଥିଲେ। ନିଶ୍ଚୟ ସେମାନେ ମାରିଛନ୍ତି ଖୁବ୍। ବେନଟ୍ ଭୁଷିଛନ୍ତି, ଲୁଗାପଟା ଖୋଲି ସିଲିଂ ଫ୍ୟାନ୍ରେ ଝୁଲାଇ 6 ଘଣ୍ଟା ପିଟିଛନ୍ତି। ବାପାଙ୍କୁ ଖୁବ୍ ଶୋଷ ଲାଗୁଥିଲା। ସେମାନେ ଗୋଟିଏ ଢାଳରେ ପରିସ୍ରା କରି ବାପାଙ୍କ ମୁହଁ ମେଲା କରି ଢାଳି ଦେଇଥିଲେ। ହାଇଦର ମୁହଁ ତଳକୁ କରି ପଚାରିଲା, ଆଉ? ସୁରଞ୍ଜନ ଚୁପ୍ ହୋଇ ରହିଲା। ହାଇଦର ପୁଣି ପ୍ରଶ୍ନ କଲା, ଆଉ କ'ଣ କରିଛନ୍ତି? ଗୋଟିଏ ଧାରୁଆ ଦାରେ ପେନିସ୍ କାଟି ଦେଇଛନ୍ତି। କହିଥିଲେ, ତୁ ଯା, ତୋତେ ମୁସଲମାନ କରିଦେଲୁ। ପେନିସ୍ର ସେଇ ରକ୍ତପାତ ଆଉ ଭଙ୍ଗା ଗୋଡ଼ ଧରି ଡାକ୍ତର ସୁଧାମୟ ଦତ୍ତ ପଳାଇ ଆସିଥିଲେ। ତୁମେ ତ କେବେ ବି କହିନ? ଏଗୁଡ଼ାକ ଆଉ କହିବି କ'ଣ? ମୋତେ ତ ମା ଏବେ କହିଲେ। ହାଇଦର ହଠାତ୍ ଚୁପ୍ ହେଇଗଲା। ଘର ଭିତରେ ନିସ୍ତବ୍ଧତା ଆଉ ଧୂଆଁ କୁଣ୍ଡଳୀ। ଗୋଟିଏ ସମୟରେ ହାଇଦର ନୀରବତା ଭଙ୍ଗି ପ୍ରଶ୍ନ କଲା, ଡାକ୍ତର ଦେଖାଇଛ? ଦେଖାଇଛି। ତୁମେ କେମିତି ଅନ୍ୟ ରକମ ହେଇଯାଉଛ ସୁରଞ୍ଜନ? ହାଇଦର ଦୀର୍ଘଶ୍ୱାସ ପକାଇ କହିଲା, ମୁଁ ମାନବ ବନ୍ଧନ ପାଇଁ ଡେଇଁ ପଡ଼ିଲେ, ପଟୁଆ ରାଗରେ ଗଳା ଫାଡ଼ି ସ୍ଲୋଗାନ ଦେଲେ ବହୁତ ଭଲ ହେବ ନା? ବାପାଙ୍କର ଷ୍ଟ୍ରୋକ୍ ହେଇଛି, ସେଥିପାଇଁ ବି ମୋର ଚିନ୍ତା ନାହିଁ। ଏ କଥା ବି ନିଶ୍ଚୟ ତୁମକୁ ଅବାକ୍ କରୁଥିବ। ହାଇଦର ସୁରଞ୍ଜନର ଅନେକ ଦିନର ବନ୍ଧୁ, ଗୋଟିଏ ବିଶ୍ୱାସର ମଣିଷ ସେମାନେ। ହାଇଦରର ଭଉଣୀ ନା ପରଭିନ। ପରଭିନ ଉପରେ ଯେତେବେଳେ ସୁରଞ୍ଜନକୁ ତ୍ୟାଗ କରିବା ପାଇଁ ପରିବାର ପକ୍ଷରୁ ବାଧା ଆସିଥିଲା, ସେତେବେଳେ ହାଇଦର କେଉଁ ପକ୍ଷରେ ଥିଲା ଏବେ ବି ସୁରଞ୍ଜନକୁ ସେ କଥା ଜଣା ନାହିଁ। ସୁରଞ୍ଜନ ଶୁଣିଛି ପରଭିନ ସାଙ୍ଗରେ ତା ସମ୍ପର୍କ ବିଷୟରେ ହାଇଦର ସବୁବେଳେ ନୀରବ ରହିଥିଲା। ନୀରବ ରହିବାଟା ସୁରଞ୍ଜନକୁ ସେତେବେଳେ ଜମା ଭଲ ଲାଗୁନଥିଲା। କୌଣସି ଗୋଟିଏ ପକ୍ଷ ତ ନେବା ଉଚିତ। ହାଇଦର ସାଙ୍ଗେ ସେତେବେଳେ ତାର ଖୁବ୍ ଆଡ୍ଡା ହେଉଥିଲା। ପରଭିନ ବିଷୟରେ 2 ଜଣଙ୍କ ଭିତରେ କିଛି କଥାବାର୍ତ୍ତା ହୁଏନି। ହାଇଦର କଥା ଉଠାଏନି କି ସୁରଞ୍ଜନ ବି ନୁହେଁ। ଅନେକ ସମୟ ନୀରବ ରହି ହାଇଦର କହିଲା, ପରଭିନ ବୋଧହୁଏ ତା ହଜବ୍ୟାଣ୍ଡକୁ ଡିଭୋର୍ସ କରିବ। ସୁରଞ୍ଜନ ଏଇ ଜଗତଠାରୁ ଏକଦମ ବିଚ୍ଛିନ୍ନ ହେବାକୁ ଚାହେଁ। ତଥାପି ତା ଛାତି ଭିତରଟା କେମିତି ଭାରି ହୋଇ ଉଠିଲା। ପରଭିନ ନାଁଟା କ'ଣ ଖୁବ୍ ଯତ୍ନ ସହ ଛାତି ଭିତରେ ସିନ୍ଦୁକର ନେପଥେଲିନ୍ ଦେଇ
ରଖା ହୋଇଛି? ବୋଧ ହୁଏ ଆଜିକି 5 ବର୍ଷ ହେଲା ସେ ପରଭିନକୁ ଦେଖି ନାହିଁ। ତା ଛାତି ଭିତର ଘାଣ୍ଟି ଚକଟି ହୋଇଗଲା, କିନ୍ତୁ ସେ ତାହା କରିବାକୁ ଦେଲା ନାହିଁ। ଇଚ୍ଛା କରି ରତ୍ନାର ମୁହଁଟି ମନେ ପକାଇଲା। ରତ୍ନା ମିତ୍ର ଚମତ୍କାର ଝିଅଟିଏ, ସୁରଞ୍ଜନ ସାଙ୍ଗରେ ଭଲ ବି ମାନିବ। ଗୋରା ମୁହଁ, କପାଳରେ ସିନ୍ଦୁର ଟୋପା, ସାଦା ସୁନ୍ତାରେ ସିନ୍ଦୁର, ପ୍ରତିମା ଭଳିଆ ଦିଶିବ ନିଶ୍ଚୟ। ଏକଥା ଠିକ୍, ସୁରଞ୍ଜନ ଧର୍ମ ମାନେ ନାହିଁ, କିନ୍ତୁ ଏଇ ଆଚାର ଅନୁଷ୍ଠାନଗୁଡ଼ିକର ସେ ଖୁବ୍ ପାଳନ କରିବାକୁ ଚାହେଁ। ହୁଳହୁଳି, ଶଙ୍ଖଧ୍ୱନି, ଶଙ୍ଖା, ସିନ୍ଦୁର ଏସବୁ ହୁଏତ କୁସଂସ୍କାରର ପ୍ରତୀକ, କିନ୍ତୁ ଏଗୁଡ଼ିକ ପାଳନ କରିବାରେ ଯେଉଁ ବଙ୍ଗାଳୀତ୍ୱ ତାହା ଏବେ ସବୁ ସଂସ୍କାରର ଉପରକୁ ଉଠି ଯାଇଛି। ପରଭିନକୁ ତ ଆଉ ଶଙ୍ଖା ସିନ୍ଦୁର ପିନ୍ଧାଇ ହୋଇନଥାନ୍ତା। କିରଣମୟୀ ଶଙ୍ଖା ସିନ୍ଦୁର ଛାଡ଼ିଛନ୍ତି କ'ଣ ଆଦର୍ଶ ପାଇଁ? ଇଥିଫା ଶରୀଫାର କ୍ୟାମ୍ପ ପ୍ଲେଜରେ ବଞ୍ଚି ରହିବା ପାଇଁ। ସୁରଞ୍ଜନର ତାହା ହିଁ ମନେ ହୁଏ। ସୁରଞ୍ଜନକୁ ଘରୁ ବାହାର କରି ଆଣିବା ହାଇଦର ପକ୍ଷରେ ସମ୍ଭବ ହେଲା ନାହିଁ। ହାଇଦର ଶେଷକୁ ଚାଲିଗଲା। ପାଖରେ ତାର ଘର ପ୍ରତିବେଶୀ କହିଲେ ଚଳେ। ଗଣ ଅଦାଲତ ଯେଉଁଦିନ ହେଲା, ସୁରଞ୍ଜନ ହିଁ ହାଇଦରକୁ ନିଦରୁ ଉଠାଇ ନେଇ ଯାଇଥିଲା। ଗଣ ସମାବେଶ ଦିନ ଖୁବ୍ ଝଡ଼ ବର୍ଷା ହେଉଥିଲା। ହାଇଦର କହୁଥିଲା, ଆଜି ବୋଧହୁଏ ଯାଇ ହେବ ନାହିଁ। ସୁରଞ୍ଜନ କହିଥିଲା, ଯାଇ ହେବ ନାହିଁ ମାନେ? ଜଲ୍ଦି ରେଡ଼ି ହେଇଯାଅ, ମୁଁ ବସି ରହିଲି, ତୁମକୁ ନ ନେଇ ଯିବି ନାହିଁ। ହାଇଦର ଅବାକ୍ ହେଲା। ଆଜି ମାନବ ବନ୍ଧନ ଦିନରେ ସକାଳ 9ଟାରୁ 11ଟା ଯାଏ ସୁରଞ୍ଜନ ଘରେ ବସି ତାକୁ ସାଙ୍ଗରେ ନ ଆଣିପାରି ଆସିବାକୁ ହେବ, ଏକଥା ସେ ଭାବିପାରି ନଥିଲା। କିରଣମୟୀ ନିଜେ ଯାଇ ମାୟାକୁ ନେଇ ଆସିଛନ୍ତି। ଆସୁ ଆସୁ ମାୟା ବାପାଙ୍କ ଉପରେ ପଡ଼ି ହାଉ ହାଉ ହୋଇ କାନ୍ଦି ଉଠିଲା। କାନ୍ଦ ଦେଖିଲେ ସୁରଞ୍ଜନର ଭାରି ରାଗ ହୁଏ। ଲୁହ ଗଡ଼ି ଜଗତରେ କିଛି ହୁଏ ନାହିଁ। ତା ଅପେକ୍ଷା ଟଙ୍କା ଯୋଗାଡ଼ କରି ଅସୁସ୍ଥ ଲୋକଟିଏ ପାଇଁ ଭଲ ଖାଦ୍ୟ, ଫଳମୂଳ, ଔଷଧ କିଣି ନିୟମିତ ଡାକ୍ତର ଦେଖାଇବା ଉଚିତ। ଭାବୁ ଭାବୁ ସୁରଞ୍ଜନର ମନେ ହେଲା ତାର କିଛି କାମ କରିବା ଦରକାର। ଚାକିରି କରିବା ପାଇଁ ତାର ଇଚ୍ଛା ହୁଏ ନାହିଁ। ପରର ଗୋଲାମୀ କରିବା ସୁରଞ୍ଜନ ପକ୍ଷରେ ସମ୍ଭବପର ନୁହେଁ। ହାଇଦର ସହ ପୁରୁଣା ବ୍ୟବସାୟରେ ପୁଣି ଲାଗିବ କି ନାହିଁ ଭାବୁ ଭାବୁ ସୁରଞ୍ଜନକୁ ଖୁବ୍ ଭୋକ ଲାଗିଲା। ଉପରଓଳି ହୋଇଗଲାଣି, ତାକୁ କେହି ଖାଇବାକୁ ଡାକୁନାହାନ୍ତି। ସୁଧାମୟଙ୍କ ପାଇଁ କିରଣମୟୀ ଆଉ ମାୟା ବ୍ୟସ୍ତ। ସୁରଞ୍ଜନକୁ ଭୋକ ଲାଗୁଛି, ତାର ଏଇ କ୍ଷଣି ଖାଇବା ଦରକାର। ଏକଥା ସେ କାହାକୁ କହିବ? କିରଣମୟୀଙ୍କୁ? ମାୟାକୁ? ଘରେ ରୋଷେଇ ହେଉଛି କି ହେଉନି ସୁରଞ୍ଜନ ଜାଣେନି। ଏସବୁ ଖବର ନେବାକୁ ସୁରଞ୍ଜନର ଇଚ୍ଛା ହୁଏନି। ସେ କାହାକୁ କିଛି ନ କହି ଘର ଛାଡ଼ି ବାହାରି ପଡ଼ିଲା। କାହା ଘରକୁ ଯାଇ ତାକୁ କିଛି ଖାଇବାକୁ ହେବ। ଅନେକ ଡେରି ହେଲାଣି। ସୁଧାମୟଙ୍କ ରୁମ୍କୁ ଆଜି ଦିନ ସାରା ସେ ଯାଇନି। କିରଣମୟୀ କି ମାୟା ବି ତା ରୁମ୍କୁ ଆସିନାହାନ୍ତି। ଅବଶ୍ୟ କବାଟଟା ଆଉଜା ହେଉଥିଲା। 2 ଘଣ୍ଟା କାଳ ଘରେ ହାଇଦର ଥିଲା। ସେମାନେ ବୋଧହୁଏ ଭାବିଛନ୍ତି ଘର ଭିତରେ ସୁରଞ୍ଜନ ଆଡ୍ଡା ମାରୁଛି। ଏଇକ୍ଷଣି ଯିବାଟା ଠିକ୍ ହେବନି। ଆଉ ସୁରଞ୍ଜନ ବି ଏତେ ଆଶା କରିବ କାହିଁକି? ସଂସାର ପାଇଁ ସେ କ'ଣ କରିଛି? ଖାଲି ବାହାରେ ବାହାରେ ବନ୍ଧୁ ବାନ୍ଧବଙ୍କୁ ଧରି ବୁଲୁଛି। ଘରେ ସମସ୍ତଙ୍କ ସାଙ୍ଗରେ ପାଟିତୁଣ୍ଡ କରିଛି। ଯେକୌଣସି ଆନ୍ଦୋଳନକୁ ଡେଇଁ ପଡ଼ିଛି। ବଶମ୍ବଦ ଭୃତ୍ୟ ଭଳି ପାର୍ଟିର ଯେକୌଣସିକୁ ନିର୍ଦ୍ଦେଶକୁ ପାଳନ କରିଛି। ରାତି ଅଧରେ ଘରକୁ ଫେରି ମାର୍କସ ଲେନିନଙ୍କ ବହି ମୁଖସ୍ଥ କରିଛି। ଏଥିରେ ସୁରଞ୍ଜନର କି ତା ପରିବାରର କ'ଣ ଲାଭ ହୋଇଛି? ସୁରଞ୍ଜନ ଗୋଟିଏ ରିକ୍ସା ଧରି ପୁଲକ ଘରକୁ ଗଲା। ପୁଲକ ଘରେ ଥିଲା। 4 ଦିନ ହେଲା ସେ ଘରେ ବନ୍ଦ ହୋଇ ରହିଛି। ବାହାର ଦରଜାରେ ଶକ୍ତ ତାଲା ଲଗାଇ ସେ ଘରେ ବସି ରହିଛି। ପୁଲକକୁ ପ୍ରଥମ କଥାଟି ସୁରଞ୍ଜନ କହିଲା, ମୋତେ ଆଗ କିଛି ଖାଇବାକୁ ଦିଅ। ଘରେ ଆଜି ବୋଧହୁଏ ରନ୍ଧାବଢ଼ା ହୋଇନାହିଁ। ଫ୍ରିଜରୁ କାଢ଼ି ଥଣ୍ଡା ଭାତ ତରକାରୀ ଗରମ କରି ନୀଳା ଟେବୁଲରେ ରଖିଲା। ପୁଲକ ପଚାରିଲା, ରୋଷେଇ କାହିଁକି କରିନାହଁ? ଡାକ୍ତର ସୁଧାମୟ ଦତ୍ତଙ୍କର ଷ୍ଟ୍ରୋକ୍ ହେଇଛି। ତାଙ୍କ ସ୍ତ୍ରୀ ଓ କନ୍ୟା ଆପାତତଃ ତାଙ୍କୁ ନେଇ ବ୍ୟସ୍ତ। ଏକ ସମୟରେ ଧନାଢ଼୍ୟ ସୁକୁମାର ଦତ୍ତଙ୍କ ପୁଅ ସୁଧାମୟ ଦତ୍ତ ବର୍ତ୍ତମାନ ନିଜ ଚିକିତ୍ସାର ଖରଚ ଯୋଗାଇ ପାରୁନାହାନ୍ତି। ପୁଲକ କହିଲା, ପ୍ରକୃତରେ ତୁମର କିଛି ଚାକିରି ବାକିରି କରିବା ଉଚିତ ଥିଲା। ମୁସଲମାନ ଦେଶରେ ଚାକିରି
ପାଇବା ଭାରି କଷ୍ଟ। ଆଉ ଏଇ ମୂର୍ଖମାନଙ୍କ ଅଣ୍ଡରରେ କେମିତି କାମ କରିବି କହ? ପୁଲକ ବିସ୍ମିତ ହେଲା। ସୁରଞ୍ଜନର ଆହୁରି ପାଖକୁ ଘୁଞ୍ଚି ଆସିଲା। ପଚାରିଲା, କ'ଣ କହୁଛ ସୁରଞ୍ଜନ? ତୁମେ ମୁସଲମାନମାନଙ୍କୁ ଗାଳି ଦେଉଛ? ଡରୁଛ କାହିଁକି? ଗାଳି ତ ତୁମ ଆଗରେ ଦେଉଛି, ସେମାନଙ୍କ ଆଗରେ ତ ଦେଉନାହିଁ। ସେମାନଙ୍କ ଆଗରେ ତାଙ୍କୁ କ'ଣ ଗାଳି ଦେବା ସମ୍ଭବ? ଦେହରେ କ'ଣ ମୁଣ୍ଡଟା ରହିବ? ଅକ୍ଷମ ଆକ୍ରୋଶରେ ସୁରଞ୍ଜନ ସୋଫାର ହାତଟିକୁ ଚାପି ଧରିଲା। ଭାତ ବଢ଼ା ହେଲା। ଖାଇବାକୁ ବସି ସୁରଞ୍ଜନ କହିଲା, ଯେମିତି ବି ହଉ ମୋତେ କିଛି ଟଙ୍କା ଧାର ଦିଅ ପୁଲକ। ସେ କଥା ତ ଦେଖାଯିବ। ଦେଶର ଖବର ଜାଣିଛ ତ? ମାଣିକଗଞ୍ଜ, ଚଟ୍ଟଗ୍ରାମ, ଭୋଲାର, ଟୁଙ୍ଗିପଡ଼ା ଆଉ ଶେରପୁରର ଖବର ଜାଣ? କହିବ ତ ସବୁ ମନ୍ଦିର ଭାଙ୍ଗି ଚୁରି ଦେଇଛନ୍ତି, ହିନ୍ଦୁମାନଙ୍କର ଘରଦ୍ୱାର ଲୁଟ କରିଛନ୍ତି, ପୋଡ଼ି ଦେଇଛନ୍ତି, ପୁରୁଷମାନଙ୍କୁ ମାରିଛନ୍ତି, ନାରୀମାନଙ୍କୁ ଧର୍ଷଣ କରିଛନ୍ତି। ଏହା ଛଡ଼ା ଆଉ କିଛି ନୂଆ ଖବର ଥିଲେ କହ। ତୁମକୁ କ'ଣ ଏଗୁଡ଼ାକ ସ୍ୱାଭାବିକ ବୋଲି ମନେ ହେଉଛି? ନିଶ୍ଚୟ ସ୍ୱାଭାବିକ। ଏଇ ଦେଶରୁ ତୁମେ ଆଉ କ'ଣ ଆଶା କର? ପିଠି ଦେଖେଇ ବସି ରହିବା ଆଉ ସେମାନେ ବିଧା ମାରିଲେ କିଛି ନ କହି ତୁନି ରହିବା, ଏଇଟା କ'ଣ ଠିକ୍? ପୁଲକ ଚୁପ୍ ହେଇଗଲା। କହିଲା, ତମର କେତେ ଟଙ୍କା ଦରକାର? 5,000। 5,000 ଟଙ୍କା ଦେବା ପାଇଁ ପୁଲକ ଟିକିଏ ବି ଡେରି କଲାନି। ଖାଇସାରି ସୁରଞ୍ଜନ ପଚାରିଲା, ଏପର୍ଯ୍ୟନ୍ତ କ'ଣ ଅଳକକୁ ଖେଳରେ ମିଶେଇ ନାହାନ୍ତି? ନା, ସେ ଦିନ ସାରା ମନ ଖରାପ କରି ଘରେ ବସି ରହୁଛି। ଶୁଣ ପୁଲକ, ପ୍ରକୃତରେ ଆମେ ଯାହାକୁ ଅସାମ୍ପ୍ରଦାୟିକ ବନ୍ଧୁ ଭାବୁ, ନିଜର ମଣିଷ ଭାବୁ, ଯେଉଁମାନଙ୍କ ସାଙ୍ଗରେ ଏମିତି ଭାବରେ ମିଶିଛୁ ଯେ ଆମେ ଏଇକ୍ଷଣି ଅନର୍ଗଳ ଆସଲାମ ଆଲାଇକୁମ୍ କହୁ, ଖୋଦା ହାଫିଜ କହୁ, ଜଳକୁ ପାଣି କହୁ, ସ୍ନାନକୁ ଗୋସଲ କହୁ, ଯାହାଙ୍କ ରମଜାନ ମାସରେ ଆମେ ବାହାରେ ଚାହା କି ସିଗାରେଟ୍ ଖାଉନୁ, ଏମିତି ଦରକାର ହେଲେ ବି କୌଣସି ହୋଟେଲ କି ରେଷ୍ଟୁରାଣ୍ଟରେ ଦିନବେଳା ଖାଇପାରୁନାହୁଁ, ସେମାନେ ପ୍ରକୃତରେ ଆମର କେତେ ନିଜର? କାହା ପାଇଁ ଆମେ ଏତେ ସାକ୍ରିଫାଇସ୍ କରୁଛୁ? ପୂଜା ବେଳେ କେତେଟା ଦିନ ଛୁଟି ହୁଏ, ଆଉ ଇଦ୍ ବେଳେ ତ ଅଫିସ୍ ହସ୍ପିଟାଲ ଗୁଡ଼ିକରେ ହିନ୍ଦୁମାନଙ୍କର ନାକ ଧରି କାମ କରାନ୍ତି। 8ମ ସଂଶୋଧନୀ ପ୍ରସ୍ତାବ ତ ହୋଇଗଲା। ଆୱାମୀ ଲିଗ୍ କିଛି ଦିନ ପାଟି କଲା। ହାସିନା ନିଜେ ତ ଓଢ଼ଣା ତଳେ ମୁହଁ ଲୁଚେଇଛନ୍ତି। ଓଢ଼ଣା ଏମିତି ଦିଅନ୍ତି ଯେ ହଜ କରି ଆସିବା ପରେ ଯେମିତି ଓଢ଼ଣା ପକାନ୍ତି। ପୁଲକ, ସମସ୍ତଙ୍କ ଚରିତ୍ର ଏକ। ଏଇକ୍ଷଣି ଆମେ ସମସ୍ତଙ୍କୁ ଆତ୍ମହତ୍ୟା କରିବାକୁ ହେବ, ନହେଲେ ଦେଶ ଛାଡ଼ିବାକୁ ହେବ। ଅତି ଗମ୍ଭୀର ଭାବରେ କାନ୍ଥକୁ ଆଉଜି ପୁଲକ ଠିଆ ହୋଇଥିଲା। କହିଲା, କାଲି ସୀତାକୁଣ୍ଡରୁ ଭାଇ ପ୍ରାୟ ପଳେଇ ଆସିଛନ୍ତି। କହିଲେ ଗୁରୁବାର ରାତିରେ ବାରୋଇପଡ଼ା, ନାଥପଡ଼ା, ଫରାଦପୁର ଆଉ ବାଡ଼ବକୁଣ୍ଡ ୟୁନିୟନର ଡମପଡ଼ା, ସାହାପଡ଼ାରେ କେଉଁଠି ଭୀଷଣ ଗଣ୍ଡଗୋଳ ହୋଇଛି। ବାରୋଇପଡ଼ାରେ 45ଟି, ବରହପୁରରେ 72ଟି, ମହାଲଙ୍କାରେ 22ଟି, ଦାସପଡ଼ାରେ 8ଟି, ସାହାପଡ଼ା ନାଥପଡ଼ାରେ 29ଟି ଘର ପୋଡ଼ି ଦିଆଯାଇଛି। ବିଏନପିରେ ଆଉ ଜାମାତ ମିଶିକରି ଏଗୁଡ଼ା କରିଛନ୍ତି। ଘର କିଏ ପୋଡ଼ିଛନ୍ତି? ହିନ୍ଦୁମାନେ କେହି ଡରରେ କହୁନାହାନ୍ତି। ମିର୍ସରାଇରେ ବି ସେଇ ଏକା ଅବସ୍ଥା। ଓହିଜପୁର ଗାଁରେ 17-18 ଘର ହିନ୍ଦୁ ଥିଲେ। ସେମାନଙ୍କ ସମସ୍ତଙ୍କର ଘରବାଡ଼ି ଏଇକ୍ଷଣି ପୋଡ଼ି ପାଉଁଶ। ହିନ୍ଦୁମାନଙ୍କର ତ କଂସା, ଥାଳି, ପୋଖରୀର ମାଛ ବି ସେମାନେ ଧରି ନେଇ ଯାଇଛନ୍ତି। 7-8 ଦିନ ହେଲା ହିନ୍ଦୁମାନଙ୍କ ପେଟରେ ଭାତ ପଡ଼ିନି। ଜମାତ ଶିବିରରେ ଲୋକମାନେ ଖାଜୁରିଆ ଗ୍ରାମର କାହ୍ନୁ ବିହାରୀନାଥ ଆଉ ତାଙ୍କ ପୁଅ ଅର୍ଜୁନ ଛାତିରେ ପିସ୍ତଲ ଉଠାଇ ଧରିଥିଲେ। କହିଲେ,